ନମସ୍କାର ଦର୍ଶକ ବନ୍ଧୁ। ଆଜିର ଭିଡିଓରେ ଆମେମାନେ ଇସବଗୁଲ ବା ଭୁସିର ବ୍ୟବହାର ବିଷୟରେ ଜାଣିବା। ଏହା ଅତି ପରିଚିତ ନାମ। ମାର୍କେଟରେ ବିଭିନ୍ନ ପ୍ରକାର କମ୍ପାନୀର ଇସବଗୁଲ ମିଳିଥାଏ। ଏହାକୁ ସାଧାରଣତଃ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ବ୍ୟବହାର କରାଯାଏ। କିନ୍ତୁ ଏହି ଭିଡିଓରେ ଇସବଗୁଲ ବା ଭୁସିର 10ଟି ଆଶ୍ଚର୍ଯ୍ୟଜନକ ଅନ୍ୟାନ୍ୟ ବ୍ୟବହାର ବିଷୟରେ ଆପଣମାନଙ୍କୁ କହିବି। ସେଥିପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲଟିକୁ ସବସ୍କ୍ରାଇବ କରିନିଅନ୍ତୁ। କେବଳ କୋଷ୍ଠକାଠିନ୍ୟ ନୁହେଁ, ଆହୁରି ବିଭିନ୍ନ ପ୍ରକାର ସମସ୍ୟାରେ ଆପଣମାନେ ଇସବଗୁଲର ଫାଇଦା ଉଠାଇ ପାରିବେ। ଦେଖିବା କେଉଁ କେଉଁ ସମସ୍ୟାରେ ଏହା ଉପଯୋଗୀ। ଗ୍ୟାସ୍, ଅମ୍ଳପିତ୍ତ, ପେଟରେ ଭାରିପଣ, ପେଟ ଅଲସର, ଫ୍ୟାଟି ଲିଭର, କୋଲେଷ୍ଟେରଲ, ଡାଇବେଟିସ୍, ଉଚ୍ଚ ରକ୍ତଚାପ, କଠିନ ଓ ତରଳ ଝାଡ଼ା, ମେଦବହୁଳତା, ଅସ୍ଥି ଓ ଆଣ୍ଠୁଗଣ୍ଠି ଦୁର୍ବଳତା ଏସବୁ ସମସ୍ୟାରେ ଇସବଗୁଲ ବା ଭୁସିର ବ୍ୟବହାର କରିହେବ। ମୁଖ୍ୟତଃ ଡାଇବେଟିସ୍ କ୍ଷେତ୍ରରେ ଏହାର ବ୍ୟବହାର ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଲାଭ ଦେଇପାରେ, କାରଣ ଇସବଗୁଲ ଖାଇବା ଦ୍ୱାରା ଆପଣଙ୍କର ସୁଗାର ଆବଜର୍ପସନ୍ ସ୍ଲୋ ହୋଇଯାଇଥାଏ, ଯାହାଫଳରେ ବ୍ଲଡ଼ ସୁଗାର ଧୀରେ ଧୀରେ ବଢ଼ିଥାଏ। ଏବେ ଆସନ୍ତୁ ଜାଣିବା ଏହି ଇସବଗୁଲ ବା ଭୁସି ପ୍ରକୃତରେ କ'ଣ, ଏହାର କ'ଣ ଗୁଣଧର୍ମ ରହିଛି ଏବଂ କାହିଁକି ଏହା ବିଭିନ୍ନ ପ୍ରକାର ରୋଗରେ ଉପଯୋଗୀ ଅଟେ। ଏହି ଇସବଗୁଲ ପ୍ଲାଣ୍ଟାଗୋ ଓଭାଟା ନାମକ ଗଛରୁ ତିଆରି। ତାର ମଞ୍ଜିରୁ ଏହା ତିଆରି ହୋଇଥାଏ। ଏହାକୁ ସିଲିୟମ ହସ୍କ କୁହାଯାଏ। ଆୟୁର୍ବେଦରେ ଏହାକୁ ଅଶ୍ୱଗୋଲା ବା ଅଶ୍ୱକରଣ ବୀଜ ବୋଲି କୁହାଯାଏ, କାରଣ ଏହାର ମଞ୍ଜିଟି ଠିକ୍ ଘୋଡ଼ାର କାନ ଭଳିଆ ଦେଖାଯାଇଥାଏ। ଇସବଗୁଲ ମଧୁର ରସଯୁକ୍ତ, ଗୁରୁପାକ ବା ଗରିଷ୍ଠ, ଡେରିରେ ହଜମ ହୋଇଥାଏ, ସ୍ନିଗ୍ଧ ବା ଚିକ୍କଣ ଏବଂ ଶୀତଳ ପ୍ରକୃତିର। ପିତ୍ତ ଓ ବାତ ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ ଅଟେ। ଏହାଛଡ଼ା କଫ ପ୍ରକୃତିର ବ୍ୟକ୍ତି ମଧ୍ୟ କମ୍ ପରିମାଣରେ ଏହାକୁ ଖାଇପାରିବେ ଏବଂ ଏହାର ଲାଭ ଉଠାଇପାରିବେ, କାରଣ ଏଥିରେ ଅଧିକ ପରିମାଣରେ ପାଖାପାଖି 80% ତନ୍ତୁ ବା ଫାଇବର ଥାଏ। ପାଣି ସହ ଏହା ମିଶିଲା ପରେ ମ୍ୟୁସିଲେଜ ବା ଜେଲ୍ ଭଳି ସବଷ୍ଟାନ୍ସ ତିଆରି କରିଥାଏ, ଯାହାକି ଆମର ଅନ୍ତନଳୀରୁ ବିଭିନ୍ନ ପ୍ରକାରର ପୁରୁଣା ମଳକୁ, ଚିକ୍କଣ ଚିକିଟା ଅଂଶକୁ ନିଷ୍କାସନ କରିବାରେ ଏବଂ ଖାଦ୍ୟନଳୀର ସଞ୍ଚାଳନକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ। ଇସବଗୁଲ ବିଷୟରେ ତ ଜାଣିଲେ, ଏବେ ଦେଖିବା କିଭଳି ଭାବରେ ଆପଣମାନେ ଏହାକୁ ଖାଇବେ। ଏହାକୁ ସାଧାରଣତଃ ରାତ୍ରିରେ ଖିଆଯାଏ, ଯାହାଦ୍ୱାରା ସାରା ରାତି ଏହା ଆମ ପେଟ ଭିତରର ପରିବେଶକୁ ସଜାଡ଼ିବାରେ ସାହାଯ୍ୟ କରିଥାଏ। ଅଧ ଚାମଚରୁ ଅତି ବେଶୀରେ 2 ଚାମଚ ଇସବଗୁଲ ଗୋଟେ ଗ୍ଲାସ ପାଣିରେ ମିଶାଇ 15 ମିନିଟ ଭିତରେ ତାକୁ ପିଇ ଦିଅନ୍ତୁ, କାରଣ ଡେରି ହେଲେ ଏହା ପାଣି ସହିତ ମିଶି ଗୋଟେ ଚିକଟା ବହଳିଆ ପଦାର୍ଥ ତିଆରି କରେ, ଯାହାକୁ ଗିଳିବା ଏବଂ ହଜମ କରିବା ଆମ ପାଇଁ କଷ୍ଟ ହୋଇଥାଏ। ଓଜନ କମାଇବା ପାଇଁ ଯଦି ଆପଣ ଇସବଗୁଲର ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଖାଦ୍ୟ ଖାଇବାର ଅଧଘଣ୍ଟା ପୂର୍ବରୁ ଖାଲି ପାଣି ସହିତ କିମ୍ବା ଖାଦ୍ୟ ଖାଇବା ପରେ ଲେମ୍ବୁ ପାଣି ସହିତ ଆପଣ ଖାଇପାରିବେ। ତରଳ ଝାଡ଼ାରେ ମଧ୍ୟ ଏହାକୁ ଦହି ସହ ମିଶାଇ ଖାଆନ୍ତୁ, ନିଶ୍ଚିନ୍ତ ଭାବରେ ଲାଭାନ୍ୱିତ ହେବେ। ଯେଉଁମାନେ ବାତ ପ୍ରଧାନ ବ୍ୟକ୍ତି, ଶରୀରରେ ଶୁଷ୍କତା ଅଧିକ ରହୁଛି ଏବଂ କୋଷ୍ଠକାଠିନ୍ୟ ହେଉଛି, ସେମାନେ ଏହାକୁ କ୍ଷୀର ସହ ମିଶାଇ ପିଇପାରିବେ। ଅନ୍ୟାନ୍ୟ ପେଟ ସମସ୍ୟା ତଥା କୋଷ୍ଠକାଠିନ୍ୟ ପାଇଁ ରାତ୍ରିରେ ଏହାକୁ ପାଣି ସହ ମିଶାଇ ପିଇପାରିବେ। ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବ ଅଧିକ ହେଉଥିଲେ ବା ରକ୍ତ ପ୍ରବାହ ଅଧିକ ହେଉଥିଲେ ଇସବଗୁଲ ପାଣି ପିଇଲେ ଏହା ନିୟନ୍ତ୍ରଣରେ ରହିଥାଏ। ଯଦି ବାରମ୍ବାର ଖରାଦିନିଆ ଜ୍ୱରର ଶିକାର ହେଉଛନ୍ତି, ଶାରୀରିକ ଦୁର୍ବଳତା ଲାଗି ରହୁଛି, ତେବେ ଇସବଗୁଲ ପାଣି ଜ୍ୱରକୁ କମ୍ କରିବାରେ ଓ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ। ପିଲାମାନେ ଯଦି କୋଷ୍ଠକାଠିନ୍ୟର ସମସ୍ୟାର ଶିକାର ହେଉଛନ୍ତି, ତେବେ ଏହାକୁ ମହୁ କିମ୍ବା କ୍ଷୀର ସହିତ ଅଳ୍ପ ପରିମାଣରେ ମିଶାଇ ଦେଇପାରିବେ। ମଳତ୍ୟାଗ କଲାବେଳେ ଯଦି ମଳ ଚିକ୍କଣ ଏବଂ ଲାଳଯୁକ୍ତ ରହୁଛି, ଇସବଗୁଲ ଅଧ ଚାମଚ
ତ୍ରିଫଳା ଅଧ ଚାମଚ ସହିତ ଉଷୁମ ପାଣିରେ ସେବନ କରନ୍ତୁ। ଏକ ବିଶେଷ ପ୍ରୟୋଗ ଯଦି କୌଣସି ପ୍ରକାରର ଗୋଡ଼ି, ପଥର ଗୁଣ୍ଡ, କାଚ ପାଉଡର, ଧୂଳି, ସିମେଣ୍ଟ ଗୁଣ୍ଡ, ପଇସା ବା କଏନ୍ ଇତ୍ୟାଦି ଭୁଲରେ ଖାଦ୍ୟନଳୀ ବା ପେଟରେ ପ୍ରବେଶ କରିଯାଇଛି, ତେବେ ଇସବଗୁଲକୁ ପାଣିରେ ମିଶାଇ ପିଇଲେ ଏହା ଏହି ସବୁ ଅଂଶକୁ ପରିଷ୍କାର କରି ମଳଦ୍ୱାର ବାହାର କରିଦେଇଥାଏ। ଇସବଗୋଲର ଅନେକ ଗୁଡ଼ିଏ ବ୍ୟବହାର ବା ଉପକାରିତା ବିଷୟରେ ତ ଜାଣିଲେ, ଏବେ ଆସନ୍ତୁ ଦେଖିବା ଏହାକୁ ବ୍ୟବହାର କରିବାରେ କେତେଗୁଡ଼ିଏ ସାବଧାନତା। ଇସବଗୋଲ ପାଣି ପିଇବା ପରେ ଯଦି ବାରମ୍ବାର ଶୋଷ ଲାଗୁଛି, ତାହେଲେ ଯଥେଷ୍ଟ ପରିମାଣରେ ପାଣି ପିଅନ୍ତୁ, କାରଣ ଏହା ଜଳୀୟ ଅଂଶକୁ ନିଜ ଭିତରକୁ ଟାଣିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ଆପଣଙ୍କୁ ରକ୍ଷା ଦେଇଥାଏ। ଇସବଗୁଲ ଗୁରୁପାକ ବା ଗରିଷ୍ଠ ହୋଇଥିବାରୁ ଯଦି କୌଣସି ଔଷଧ ସେବନ କରୁଛନ୍ତି ବା ସେହି ଔଷଧର ପ୍ରଭାବ ଶୀଘ୍ର ଚାହୁଁଛନ୍ତି, ତେବେ ସେହି ସମୟରେ ଔଷଧ ସହିତ ଇସବଗୁଲ ଏକାଠି ଖାଆନ୍ତୁ ନାହିଁ। ଇସବଗୁଲ ଖାଇବା ପରେ ବାନ୍ତି ବା ବଦହଜମି ହେଉଥିଲେ, ଗ୍ୟାସ୍ ହେଉଥିଲେ ତୁରନ୍ତ ଏହାକୁ ଖାଇବା ବନ୍ଦ କରନ୍ତୁ, କାରଣ ଏହା ଆପଣଙ୍କ ଶରୀର ବା ଆପଣଙ୍କ ପେଟର ପରିବେଶକୁ ସୁଟ୍ କରିନଥାଏ। ଥାଇରଏଡ୍ ଓ ରକ୍ତଚାପ ଜନିତ ଔଷଧ ଯଦି ଖାଉଛନ୍ତି, ତେବେ ଏହାକୁ ଇସବଗୋଲ ସହିତ 4 ଘଣ୍ଟା ବ୍ୟବଧାନରେ ଖାଆନ୍ତୁ। ଯଦି 5 ଦିନ ଖାଇବା ପରେ କୌଣସି ଲାଭ ମିଳୁନାହିଁ, ତେବେ ଯେଉଁ ସମସ୍ୟା ପାଇଁ ଏହା ଖାଇଛନ୍ତି ସେ ସମସ୍ୟାକୁ ନେଇ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ। ଗର୍ଭବତୀ ମହିଳା ଓ ପିଲାଙ୍କୁ ଇସବଗୁଲ ଦେବା ପୂର୍ବରୁ ଚିକିତ୍ସକଙ୍କର ପରାମର୍ଶ ନିଅନ୍ତୁ। ଇସବଗୁଲକୁ 3 ସପ୍ତାହରୁ ଅଧିକ ସମୟ ବ୍ୟବହାର କରନ୍ତୁ ନାହିଁ, କାରଣ ଏହାର ଉପକାରିତା ସେତେବେଳେ ମିଳିପାରିବ ଯେତେବେଳେ ଆପଣମାନେ ଏହାକୁ କମ୍ ଦିନ ବ୍ୟବହାର କରିବେ। ବଜାର